ଏହି ତିନୋଟି ଅପୂର୍ବ ଜିନିଷ କ'ଣ ଭାରି ସୁନ୍ଦର ଦେଖାଯାଉଛି। ଆପଣ କହିପାରିବେ ଏ ତିନୋଟି କ'ଣ? ଆଜ୍ଞା, ଇଏ ହେଉଛି ରଜପାନ। ରଜ ପର୍ବ ସମୟରେ ଏମିତିକା ସ୍ପେଶାଲ ପାନ ବଜାରରେ କିଣିବାକୁ ମିଳିଥାଏ। ଏହି ପାନର ମସଲା ବି ଖୁବ୍ ସୁନ୍ଦର। ତାର ମସଲାଯୁକ୍ତ ସୁଆଦିଆ ପାନ ପାଟିକୁ ମହକେଇବା ସାଙ୍ଗକୁ ବହୁତ ମଜା ଆଣି ଦେଇଥାଏ। ଏହା ସାଧା ମସଲାରେ ପ୍ରସ୍ତୁତ ହେଇଥିବାରୁ ଏହାକୁ ପୁରୁଷ, ମହିଳା, ପୁଅ, ଝିଅ ସମସ୍ତେ ଏ ପାନ ଖାଇପାରନ୍ତି ଆଉ ମଜା ଉଠାନ୍ତି। ଏମିତିକା ସ୍ପେଶାଲ ରଜପାନ କେବଳ ରଜ ସମୟରେ ମୟୂରଭଞ୍ଜର ଦୋକାନ ବଜାରରେ ମିଳେ। ଅନ୍ୟ ଜାଗାରେ ମିଳେ କି ନାହିଁ କହିହେବନି। ଏହା ଏତେ ଟେଷ୍ଟଫୁଲ୍ ପାନ ଥରେ ଗୋଟେ ଖାଇଲେ ମନ ମାନିବନି। ତାପରେ ଆଉ ଗୋଟେ ଖାଇବାକୁ ଇଚ୍ଛା ହେବ। ପାନର ସ୍ୱାଦ ଆଉ ମହକ ମନ ଭରିଦେବ। ଏମିତିକା ପାନ ଖାଇବାକୁ ଯଦି ଆପଣ ଇଚ୍ଛା କରୁଥାନ୍ତି ତେବେ ରଜ ସମୟରେ ଆଉ ଡେରି ନକରି ସିଧା ମୟୂରଭଞ୍ଜକୁ ପଳେଇ ଆସନ୍ତୁ। ପାଟିରେ ଗୋଟେ ପାନ ଭର୍ତ୍ତି କରି ଚୋବାନ୍ତୁ, ରଜ ଦୋଳିରେ ଝୁଲନ୍ତୁ, ଯେଉଁଠି ବାଗୁଡ଼ି ଖେଳ ହେଉଛି ବାଗୁଡ଼ି ଖେଳର ମଜା ନିଅନ୍ତୁ। ତା ସାଙ୍ଗକୁ ମୟୂରଭଞ୍ଜିଆ ବନ୍ଧୁବାନ୍ଧବ ଘରେ ରହି ପିଠା ପଣା ମାଂସ ଏସବୁର ମଜା ଉଠାନ୍ତୁ। ହେଲେ ଭାଇ କୌଣସି ନିଶା ପାଣି ସେବନ କରନ୍ତୁ ନାହିଁ, କାରଣ ଭୀଷଣ ଗରମ। ନିଶା ପାଣି ଖାଇଲେ ସନଷ୍ଟ୍ରୋକ୍ ହେବାର ଚାନ୍ସ ଢେର ଅଛି। ତେଣୁ କାହିଁ ସେଗୁଡ଼ା ଖାଇକି ମରିବେ କହିଲେ। ତା ଛଡ଼ା ରଜ ପର୍ବ ପାଇଁ ରାସ୍ତାଘାଟ ବି ଭାରି ଭିଡ଼। ଏ ଭିଡ଼ ରାସ୍ତାରେ ନିଶା ପାଣି ଖାଇ ଗାଡ଼ି ଚଲେଇଲେ ଆକ୍ସିଡେଣ୍ଟ ହେବାର ଢେର ଚାନ୍ସ ଅଛି। ଆକ୍ସିଡେଣ୍ଟ ହେବେ କାହିଁକି, ହାତ ଗୋଡ଼ ଭାଙ୍ଗିବେ କାହିଁକି, ମୁଣ୍ଡ ଫଟେଇବେ କାହିଁକି, ଦରକାର ପଡ଼ିଲେ ଆକ୍ସିଡେଣ୍ଟ ସ୍ଥଳରେ ଡେଥ୍ ବି ହେଇଯାଇପାରେ। କାହିଁକି ନିଶା ପାଣି ଖାଇ ଗାଡ଼ି ଚଲେଇବେ? ନିଶା ପାଣି କାହିଁକି ଛୁଇଁବେ ନା ଆଉ। ଏମିତି ଭଲ ଭଲ ଚିଜ ଖାଆନ୍ତୁ, ମଉଜ ମଜଲିସରେ ରୁହନ୍ତୁ। ନିଶା ପାଣି ଖାଇଲେ କିଡ଼ନୀ ଖରାପ ହେବ, ଲିଭର ଖରାପ ହେବ, ଏସିଡ଼ ବଢ଼ିଯିବ, ପ୍ରେସର ବଢ଼ିଯିବ। କ'ଣ ପାଇଁ ସେଟା କାହିଁ ଖାଇବେ? ଟିକେ ହେଭି ଡୋଜ୍ ହେଇଗଲେ ବାନ୍ତି ଛାନ୍ତି କରିବେ, କେଉଁଠି ପଡ଼ିବେ, କୁକୁର ଆସି ଚାଟି ସଫା କରିବ, ପୁଣି ମୁତିକି ଧୋଇଦେବ। କ'ଣ ଦରକାର ସେ ନିଶା ପାଣି ଖାଇବା କହିଲେ? ଜମା ସେ ନିଶା ପାଣି ଖାଆନ୍ତୁ।